ଶସ୍ତା ଜମି ଶସ୍ତା ଜମି କିଣିବା ବେଳେ ଏଇ ଭୁଲ କେବେ ବି କରନ୍ତୁ ନାହିଁ, ନହେଲେ ଆପଣମାନେ ବଡ଼ ଠକାମିରେ ପଡ଼ିବେ, ଆପଣଙ୍କର ପଇସା ବି ଗୋଲ ହେଇଯିବ। ତ ଦେଖନ୍ତୁ, ପ୍ରଥମ ଜିନିଷ ହେଉଛି କାଗଜପତ୍ର ଯାଞ୍ଚ ନ କରିବା। ତ ସବୁଠାରୁ ବଡ଼ ଭୁଲ ହେଉଛି ଟାଇଟେଲ ଡିଡ୍, ପଟ୍ଟା ଏବଂ ଇସି ନ ଦେଖି ଠକେଇ ହେବାର ସମ୍ଭାବନା ବେଶୀ। ମାଲିକ ଅସଲ କି ନୁହେଁ ଆପଣମାନେ ନିଶ୍ଚିତ କରନ୍ତୁ। ଯେଉଁମାନେ ଭାବିବେ ଶସ୍ତାରେ ମିଳିଛି ଛାଡ଼ ନେଇଯିବା ଭରସା ଅଛି, ତ ଏଇ ଲୋକ ଉପରେ ସେମିତି କେବେ ବି ନେବେନି, ନହେଲେ ଠକାମିରେ ପଡ଼ିବେ। ଯେଉଁ ଲୋକ ଉପରେ ଭରସା କରିଥିବେ ସେଇ ଲୋକ ବି ଆସିକି ଠିଆ ହେବନି। ଶସ୍ତା ଦେଖିକି ତୁରନ୍ତ ଆପଣମାନେ କିଣିବେନି। ଏ ଜମିରେ ଡିସ୍ପ୍ୟୁଟ୍ ଅଛି କି ନାହିଁ, ବ୍ୟାଙ୍କ ଲୋନ୍ ଅଛି କି ନାହିଁ, ବା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ଯଦି ହେଇଥିବ କିଏ ବିକ୍ରି କରିଦେଉଥିବ। ଏଇଭଳି ବହୁତ ସାରା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡକୁ ମଧ୍ୟ ବିକ୍ରି କରାଯାଉଛି। ବା ଯଦି ଜମି ଉପରେ ଝଗଡ଼ା ଝାଣ୍ଟି ଅଛି, ବିବାଦ ଅଛି, ବା ଜମି କେଉଁଠି ବନ୍ଧା ପକେଇଛି କିଏ, ଏଇସବୁ ଜିନିଷ ଯଦି ଚେକିଂ ନ କରିକି ଭାବିବେ ଶସ୍ତା ମିଳୁଛି ନେଇଯାଏ ଯାହା ହେବ ହେବ, ତ ପରବର୍ତ୍ତୀ ସମୟରେ ଆପଣମାନେ ସେ ଜମି ନେଇ କିଛି ବି କରିପାରିବେନି। ଝଗଡ଼ା ଝାଣ୍ଟିରେ ପଶିକି ଆପଣମାନେ କୋର୍ଟ କଚେରୀ ଧାଇଁବେ। ଠିକ୍ ଅଛି। ତା ସହିତ ସାଇଟ୍ ଭିଜିଟ୍ ନ କରିବା। କେବଳ ଫୋନ୍ ବା ଏଗ୍ରିମେଣ୍ଟରେ କଥା ହେଇକି ଜମି କାହାଠାରୁ ନେବେନି। ଆପଣମାନେ ସବୁବେଳେ ସାଇଟ୍ ଭିଜିଟ୍ କରନ୍ତୁ, ଦେଖନ୍ତୁ ଯେ ରୋଡ଼ ଠିକ୍ ଅଛି କି ନାହିଁ, ରୋଡ଼ ପ୍ରଶସ୍ତ ଅଛି କି ନାହିଁ, ରୋଡ଼ ଏଗ୍ରିମେଣ୍ଟ ଅଛି କି ନାହିଁ, ଆପଣଙ୍କ ପ୍ଲଟ୍ଟା କେଉଁ ଜାଗାରେ ଅଛି। ତ ସବୁ ଜିନିଷକୁ ଦେଖନ୍ତୁ, ଏଠି ମାର୍କେଟ କେତେ ଦୂର, ମୁଁ ଯଦି ଏଠି ପ୍ଲଟ୍ କିଣୁଛି, ଯଦି ଘର କଲି ତ କ'ଣ ବେନିଫିଟ୍ସ ହେବ, ସବୁ ପ୍ରକାର ଜିନିଷ ଚେକ୍ କରିକି ଆପଣମାନେ ଘରକୁ ମାନେ ଆପଣମାନେ ଲୋକେସନ୍ ହିସାବରେ ଚେକ୍ କରିକି ଲୋକେସନ୍ କେଉଁଠି କ'ଣ, ଲୋକେସନ୍ ସେଫ୍ଟି ଲୋକେସନ୍ କି ନାହିଁ, ଏ ଲୋକେସନ୍ରେ ରହିଲେ କ'ଣ ପ୍ରୋବ୍ଲେମ୍, ବର୍ଷା ଦିନର ଖରା ଦିନର କ'ଣ ପ୍ରୋବ୍ଲେମ୍, ଏଇସବୁ ଜିନିଷକୁ ଚେକ୍ କରିକି ଆପଣମାନେ ପ୍ଲଟ୍ କିଣନ୍ତୁ। ଇସି ନିହାତି ଭାବେ ଚେକ୍ କରିବେ। ଇସି ଚେକ୍ ନ କଲେ ବହୁତ ହଇରାଣରେ ପଡ଼ିବେ। ତା ସହିତ ଲ୍ୟାଣ୍ଡ କନଭର୍ସନ୍, ଯଦି ଆପଣଙ୍କର ଲ୍ୟାଣ୍ଡଟି କନଷ୍ଟ୍ରକ୍ସନ୍ ପାଇଁ ହେଇଥିବ ବା ଚାଷ ଜମି ପାଇଁ ହେଇଥିବ, ଆପଣମାନେ କିଣିଦେବେ ଘର କରିବେ, ଘର କରିପାରିବେନି। ତେଣୁ ଲ୍ୟାଣ୍ଡ କନଭର୍ସନ୍ ମଧ୍ୟ ଇମ୍ପୋର୍ଟାଣ୍ଟ ଦେଖିବା। ତା ସହିତ ଅନଧିକୃତ ଏଜେଣ୍ଟ ଉପରେ ଭରସା କରିବା। ବହୁତ ସାରା ଫେକ୍ ବ୍ରୋକର ଅଛନ୍ତି, ଯେଉଁମାନେ ଫେକ୍ ଡକୁମେଣ୍ଟ ବା ଡୁପ୍ଲିକେଟ୍ ଡକୁମେଣ୍ଟ ଦେଇକି ଆପଣଙ୍କୁ ଭଲ ଭଲ କଥା କହିକି ମନ କିଣି ନେଇକି ବିକ୍ରି କରିଦେବେ। ପରବର୍ତ୍ତୀ ସମୟରେ ଦେଖିବେ ନା ରୋଡ଼ ଅଛି ନା ଏଥିରେ କିଛି ଅଛି, ବହୁତ ହଇରାଣ ହରକତ ହେବେ। ତେଣୁ ସେ ବାର ବାର ଗୋଟେ ଜମିକୁ ବିକ୍ରି କରିଥାନ୍ତି। ବହୁତ ସାରା ଅଛନ୍ତି ଏଜେଣ୍ଟ, ଯେଉଁ ବ୍ରୋକର ମାନେ କୁହନ୍ତି ଫେକ୍ ବ୍ରୋକର। ତ ଠିକ୍ ବ୍ରୋକରକୁ ଧରିବେ। ଆପଣଙ୍କ ଅଞ୍ଚଳରେ ଫାଷ୍ଟ କଥା ହେବେ ଯେ କିଏ ବ୍ରୋକର, କିଏ ଏଠି ଜମି ଦେଉଛି, କେତେ ଲୋକ ଜମି ନେଇଛନ୍ତି ତା କତରୁ, ତ ତାପରେ ଆପଣମାନେ ଟ୍ରଷ୍ଟ କରିକି ନେଇପାରିବେ। ଆଉ ଯେଉଁ ବ୍ରୋକର ଚିହ୍ନା ଜଣା କେହି ନାହାନ୍ତି, କେହି ଚିହ୍ନାହାନ୍ତି ଜାଣିନାହାନ୍ତି, ତାଙ୍କ କଥାରେ ଯଦି ପଡ଼ିକି ନେଇଗଲେ ତାହେଲେ ଭବିଷ୍ୟତର ହଇରାଣ ହେବାର 100%। ଠିକ୍ ଅଛି। ଫ୍ୟୁଚର ଭ୍ୟାଲ୍ୟୁ କଥାରେ ଭରସା କରିବା। ଏଠାରେ ରୋଡ଼ ଆସିବ, ପ୍ରାଇସ୍ 2 ଗୁଣା ହେବ। ଆପଣଙ୍କୁ ପ୍ଲଟ୍ ଦେଖାଇଦେଲେ ଏଇ ପ୍ଲଟ୍ ନିଅନ୍ତୁ, ଏଠାରେ ଭବିଷ୍ୟତରେ ରୋଡ଼ ଯିବ, ଏଠି କମ୍ପାନୀ ହେବ, ଏଠି ଏମିତି ହେବ, ସେମିତି ହେବ, ଏହି ପ୍ରାଇସ୍ 2 ଗୁଣା ବଢ଼ିଯିବ, ଏଟା ହେବ ସେଟା ହେବ, ଏଇଭଳି କହିକି ମଧ୍ୟ ବିକ୍ରି ହେଉଛି। ମୁଁ ମଧ୍ୟ ନିଜେ ଫେସ୍ କରିଛି, ତ ଆପଣମାନେ ଫେସ୍ କରିପାରନ୍ତି। କିନ୍ତୁ ସେମିତି ପ୍ରମିସ୍ ଯଦି କିଏ କରୁଛନ୍ତି ବା ଆପଣଙ୍କୁ ପ୍ରମିସ୍ କରୁଛନ୍ତି ଏମିତି ହେବ ସେମିତି ହେବ, ସେମିତି କେବେ ନିଅନ୍ତୁ ନାହିଁ। ଯେଉଁଟା ଅଛି ନିଅନ୍ତୁ। ଭବିଷ୍ୟତରେ କ'ଣ ହେବ ନ ହେବ ତାକୁ ଯଦି ଭାବିକି ନେବେ ତାହେଲେ ଆପଣମାନେ ମଧ୍ୟ ଠକାମିରେ ପଡ଼ିପାରନ୍ତି। ତେଣୁ ପ୍ରାଇସ୍ ନୁହେଁ, ପ୍ରାଇସ୍ କମ୍ ହେଉ ବେଶୀ ହେଉ ଏଇଟା ତ ଲୋକେସନ୍ ଉପରେ ଡିପେଣ୍ଡ କରୁଛି। ବଟ୍ ଆପଣମାନେ पेपर लोकेशन आ लीगल डॉक्यूमेंट सब ठीक अच्छे कि नहीं चेक करेंगे। जदि चेक न करेंगे तारे हईरान पड़े। सस्तार जमी मिलूँ ठीक अच्छी, कारण जमी किणवा पूर्व सब रेट आपण मैंने देखिए जे कौ लोकेशन लोकेशन हिसाब से जमी रेट कम थाए। जदि गाँ गहली जमी कि प्राइस कम रही, सहर उपर जमी कि प्राइस अधिका ठीक अच्छे। आउ सहर उपर जमी प्राइस भी धीरे धीरे बढ़, जो गाँव में जमी प्राइस बढ़ोनी सब अल्प अल्प बढ़। तेणु लोकेशन हिसाब से प्राइस थाए। तेणु प्राइस कम मिलूँ बोली आखि बंद करके नेबेनी, सब जिन चेक करके जमी किणतु। थैंक यू। जय जगन्नाथ।